କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନକୁ ଗୋଡ଼ିପୋଖରୀ ଗାଁ ନିକଟକୁ ସ୍ଥାନାନ୍ତର କରାଯିବାକୁ ବିରୋଧ କରି ତାତିଛନ୍ତି ମହିଳା। ଗୋଡ଼ିପୋଖରୀ ବିଦ୍ୟୁତ ଗ୍ରିଡ୍ ନିକଟରେ ଆଜି ନୂତନ ଭାବରେ ଖୋଲିଥିବା ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ କରି ମହିଳାମାନେ ଠେଙ୍ଗାବାଡ଼ି ଧରି ମଦ ଦୋକାନ ଭିତରକୁ ପଶି ପେଟି ପେଟି ମଦ ବାହାରକୁ ଆଣି ଭାଙ୍ଗି ଦେଇଛନ୍ତି, ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଆଜି ରେଙ୍ଗାଳବେଡ଼ା ସରକାରୀ ବିଦେଶୀ ମଦ ଦୋକାନକୁ ଗୋଡ଼ିପୋଖରୀ ଗାଁ ନିକଟରେ ଖୋଲିବା ପ୍ରକ୍ରିୟାକୁ ବିରୋଧ କରିଥିଲେ ଶତାଧିକ ମହିଳା। ଗାଁ ନିକଟରେ ମଦ ଦୋକାନ ହେଲେ ଯୁବପିଢ଼ି ଓ ପରିବାରଙ୍କ ଉପରେ କୁପ୍ରଭାବ ପଡ଼ିବ ବୋଲି ମହିଳାମାନେ କହିଛନ୍ତି। ଆଗକୁ ଏଠାରେ ମଦ ଦୋକାନ ଖୋଲିଲେ ଆନ୍ଦୋଳନ କରାଯିବା ସହ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି। ଖବର କେନ୍ଦୁଝର।